ଢେଙ୍କାନାଳରେ ପୁଣି ଗଲା ହାତୀର ଜୀବନ। ଷଡ଼ଙ୍ଗୀ ରେଞ୍ଜ ଶ୍ରୀବନ୍ତପୁର ଗ୍ରାମ ନିକଟରେ ହାତୀ ମୃତଦେହ ଠାବ। ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ। ଢେଙ୍କାନାଳ ଜିଲ୍ଲାରେ ହାତୀ ମଣିଷ ଲଢ଼େଇ ଥମିବାର ନାଁ ନେଉନାହିଁ। ପ୍ରତିଦିନ ଏ ସଂଘାତରେ କେତେବେଳେ ହାତୀର ତ ଆଉ କେତେବେଳେ ମଣିଷର ମୃତ୍ୟୁ ଘଟିଥିବା ବେଳେ ବହୁ ଧନଜୀବନ କ୍ଷୟକ୍ଷତି ମଧ୍ୟ ହେଉଛି। ଜିଲ୍ଲାରେ 300ରୁ ଊର୍ଦ୍ଧ୍ୱ ହାତୀ ବିଭିନ୍ନ ଅଞ୍ଚଳରେ ଚଳପ୍ରଚଳ କରୁଥିବାରୁ ହାତୀ ମଣିଷ ସଂଘାତ ବଢ଼ି ଚାଲିଛି। ଆଜି ପୁଣି ଷଡ଼ଙ୍ଗୀ ରେଞ୍ଜ ଅଞ୍ଚଳରୁ ଏକ ମାଇ ହାତୀର ମୃତଦେହ ଠାବ ହୋଇଛି। ଟୋଲରପୋଷି ବିଟ୍ ଅଧୀନ ଶ୍ରୀମନ୍ତପୁର ଗ୍ରାମ ନିକଟରେ ବିଲମାଳ ମଧ୍ୟରେ ହାତୀଟିର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ହାତୀଟିର ନିକଟରେ ସୋଲାର ତାର ବାଡ଼ ଭାଙ୍ଗି ପଡ଼ିଥିବା ଦେଖାଯାଇଛି। ଫଳରେ ସୋଲାର ତାର ବାଡ଼ ସଂସ୍ପର୍ଶରେ ଆସି ହାତୀର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବରେ ସନ୍ଦେହ କରାଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୃତ ମାଇ ହାତୀଟି ଗର୍ଭବତୀ ଥିବା ସୂଚନା ମିଳିଛି। ଯଦି ବିଦ୍ୟୁତ୍ ଆଘାତରେ ହାତୀଟିର ମୃତ୍ୟୁ ହୋଇଥାଏ ତେବେ ଏହା ଏକ ଅତ୍ୟନ୍ତ ଚିନ୍ତାଜନକ ଘଟଣା। ଷଡ଼ଙ୍ଗୀ ରେଞ୍ଜରେ ମୋଟ 40ଟି ହାତୀ ଥିବା ସୂଚନା ରହିଛି। ସେଥିମଧ୍ୟରୁ 18ଟି ମାଇ ହାତୀ, 13ଟି ଅଣ୍ଡିରା ହାତୀ ଏବଂ 9ଟି ଛୁଆ ହାତୀ ରହିଛନ୍ତି। ଏଭଳି ସ୍ଥିତିରେ ଗର୍ଭବତୀ ମାଇ ହାତୀର ମୃତ୍ୟୁ ହାତୀ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି। ଗ୍ରାମବାସୀଙ୍କଠାରୁ ଖବର ପାଇବା ପରେ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏ ଘଟଣାରେ ଶ୍ରୀବନ୍ତପୁର ଗ୍ରାମର ମିନ ଗୋୟା ନାମକ ଜଣେ ଯୁବକଙ୍କୁ ବନ ବିଭାଗ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ତେବେ ହାତୀଟିର ମୃତ୍ୟୁ ବିଦ୍ୟୁତ୍ ଆଘାତରେ ହୋଇଛି ନା ଅନ୍ୟ କୌଣସି କାରଣରୁ ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ବନାଞ୍ଚଳ ନିକଟରେ ବିଦ୍ୟୁତ୍ ଫେନ୍ସିଂ ଯୋଗୁଁ ହାତୀଙ୍କ ଜୀବନ ବିପଦରେ ପଡ଼ୁଥିବା ଅଭିଯୋଗ ମଧ୍ୟରେ ଏଭଳି ଘଟଣା ବନ ବିଭାଗର ନିରୀକ୍ଷଣ ଓ ହାତୀ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ଏବଂ ଆଗାମୀ ଦିନରେ ଏଭଳି ଘଟଣା ରୋକିବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଦାବି ହେଉଛି। এই মৃত্যুটা এই রাত্রে হয়েছি, যা প্রিলিমিনারি ইনভেস্টিগেশন জনা পড়ছে। তা সহিত এটা যে আমার সোলার ফেন্সিং ଅଛି ତା ସହିତ ମାନେ ଇଲେକ୍ଟ୍ରିକାଲ ଲାଇଭ୍ ୱାୟାର ଫେନ୍ସିଂ କନେକ୍ଟ ହେଇଥିବାର ଜଣା ପଡୁଛି। ସେଇଥିପାଇଁ ଏଟା ଡେଥ୍ ହେଇଛି ଇଲେକ୍ଟ୍ରିଫିକେସନ ପାଇଁ, ଯାହା ପ୍ରିଲିମିନାରୀ ଇନଭେଷ୍ଟିଗେସନ ଜଣା ପଡୁଛି। ହାଉଏଭର ଆମର ଡକ୍ଟର ଭେଟନାରୀ ଡକ୍ଟର ବର୍ତ୍ତମାନ ପହଞ୍ଚି ନାହାନ୍ତି, ସେମାନେ ପହଞ୍ଚିଲେ ଆମେ ପୁଣି କନଫର୍ମ କରିବା। ସୂଚନା ମିଳୁଛି ହାତୀର କିଛି ପ୍ରେଗନେନ୍ସି ଥିଲା, ସେଟା କ'ଣ ସମ୍ଭବ କି ବର୍ତ୍ତମାନ ଜଣା ପଡୁଛି? ସେଇଟା ଆମେ ଆଫ୍ଟର ଭେଟନାରୀ ଡକ୍ଟର ଆସିଲେ ପିଏମ୍ ପରେ ଆମେ କନଫର୍ମ କରିବା। ଦେଖିଲେ ଲଗାତାର ଭାବରେ ଯାହା କୁହାଯାଉଛି ଯେ ନାଇଁ, ଆମର ସବୁ ଯୋଉ ଷ୍ଟାଫ୍ ଅଛନ୍ତି ସମସ୍ତେ ଲଗାତାର ଡ୍ୟୁଟି କରୁଛନ୍ତି। ତା ସହିତ IWLMS ରେ ବି ସବୁବେଳେ ଆମେ ତାଙ୍କର ପୋଜିସନ ବି ଚେକ୍ କରୁଛୁ, ସ୍କ୍ୱାଡ୍ ଏବଂ ଷ୍ଟାଫ୍ ମାନଙ୍କର। ହାଉଏଭର ଆମର ଆହୁରି ବି ତାକୁ ଷ୍ଟ୍ରେଙ୍ଗଥେନିଂ କେମିତି କରାଯାଇପାରିବ ସେଇଟା ଆମେ ଦେଖୁଛୁ। ଏବଂ ଯଦି କୋଉ ଷ୍ଟାଫଙ୍କର ଏଠି କିଛି ଭୁଲ ଥିବ, ଆମେ ଯଦି ଦେଖିବା ନେଗ୍ଲିଜେନ୍ସ କିଛି ଅଛି, ଆମେ ଆପ୍ରୋପ୍ରିଏଟ୍ ଆକ୍ସନ ନେବୁ। ସେଇ କଥା କହିବା ତାହେଲେ ସେଇ କେସଟା ଯେହେତୁ ଜଙ୍ଗଲ ଭିତରେ ହେଇଥିଲା, ପୁରା ରିଜର୍ଭ ଫରେଷ୍ଟ ଥିଲା, ଷ୍ଟିଲ୍ ସେଇ କେସରେ ଆମେ ଇନକ୍ୱାରି କଲା ପରେ ସେ ଲୋକଙ୍କୁ ବି ଆରେଷ୍ଟ କରାଯାଇଛି ଯୋଉମାନେ ନେଇଥିଲେ ତାର ହାତୀ। ଏଇ ଘଟଣାରେ ଜଣକୁ ଆମେ ଡିଟେନ୍ କରିଛୁ। ଇନଭେଷ୍ଟିଗେସନ କଲା ପରେ ଆମେ ତାଙ୍କୁ ଆକ୍ସନ ନେବୁ। राहुल राय मालिक, सरपंच बेगा ग्राम पंचायत। ना यह एक दुर्भाग्यजनक एवं दुखद विषय। मु आपणक माध्यम वन विभाग को अनुरोध करुच्ची, जेपरी आज यही हाथीटी मला पर बहुत तत्परता देखा जाउची प्रशासन तरफ, जंगल विभाग तरफ। जेहेतु ये अंचल जंगल को लगी चाषी मानकर चाष जमी अच्छी और चाष जमी की सुरक्षा देवाई लोक मैंने सोलार टाणुंट। बहुत आगु कौन अघटन घटिया पूर्व जंगल प्रशासन आसी एटी सब लोक सचेतन करंतु एवं सब सोलार गुड़ा चेक करंतु, कोठी करेन्ट कनेक्शन होती अगेंस्ट आईनगत कार्यानुष्ठान ग्रहण करंतु एवं जेपरी आगु को एवरी दुखद घटना न घटे दृष्टि दिंतु। सीटा तो मुझे आसी पहुँचली, कल ढेंकानाल थी। प्रकृति कौन घटना घटी
से डिपार्टमेंट सरकार तरफ इनक्वारी कले जना पड़ो प्रकृत जदि करेन्ट लगी ता एग्नेस्ट दृढ़ कार्यानुष्ठान नवा उचित। ढेंकानाल गंदियारू मिला कुमारी तराईंक रिपोर्ट ढेंकानाल न्यूज ओडिशा।